ହ୍ୟାଲୋ ପିଲାମାନେ, ଆଜି ଆମେ ପଢିବା ରୂଢି ଓ ଲୋକବାଣୀ। ଆମେ ପ୍ରଥମ ବାକ୍ୟଟି ପଢିବା। ଦେଖ, ଝିଅଟି ଖୁବ୍ ସୁନ୍ଦରୀ। ତା ବାହାଘର ପାଇଁ ତାଙ୍କ ଘରକୁ କେତେ ଲୋକ ଆସିଲେ। ସେମାନେ ସବିତାକୁ ପସନ୍ଦ କଲେ। ବାହାଘର ସ୍ଥିର ହେଲା। ଶେଷରେ ଝିଅଟି ସହିତ ପୁଅଟିର ବିବାହ ହେଲା। ଦ୍ୱିତୀୟ ବାକ୍ୟ ଦେଖ ଲେଖା ହେଇଛି, ସବିତା ଗୋଟିଏ ଚାଉଳରେ ଗଢ଼ା। ତାକୁ ଦେଖିବାକୁ ବର ଘର ଦେଖା ଆସିଲା। ଝିଅଟିର ରୂପ ତାଙ୍କ ମନକୁ ପାଇଲା। ବାହାଘର ସ୍ଥିର ହେଲା। ଶେଷରେ ପୁଅଟି ସହିତ ଝିଅଟିର ହାତ ଗଣ୍ଠି ପଡ଼ିଲା। ଉଭୟ ହାତକୁ ଦି ହାତ ହେଲେ। ଦେଖ, ଦିଟାଙ୍କ ବାକ୍ୟ ଭିତରୁ କୋଉ ବାକ୍ୟଟି ତମକୁ ଭଲ ଲାଗୁଛି? ଏଇ ଯୋଉ ଦିଟାଙ୍କ ଅନୁଚ୍ଛେଦ ଅଛି, କୋଉଟା ତମକୁ ଭଲ ଲାଗୁଛି, ପ୍ରଥମଟା ନା ଦ୍ୱିତୀୟଟା? ଝିଅଟି ଖୁବ୍ ସୁନ୍ଦରୀ। କିନ୍ତୁ ଦ୍ୱିତୀୟ ଯୋଉ ଅନୁଚ୍ଛେଦରେ କଣ ଲେଖା ହେଇଛି? ସବିତା ଗୋଟିଏ ଚାଉଳରେ ଗଢ଼ା। ତାକୁ ସଜେଇକି ଲେଖା ହେଇଛି। ଗୋଟେ ବାକ୍ୟକୁ ସୁନ୍ଦର କରିବା ପାଇଁ ଏଇ ରୂଢିର ବ୍ୟବହାର କରାଯାଇଥାଏ। ଏଇ ରୂଢି ବା ଲୋକବାଣୀର ବ୍ୟବହାର କରାଯାଏ। ବୁଝିପାରିଲ? ଦେଖ, ଏଠି ଖୁବ୍ ସୁନ୍ଦରୀ ଜାଗାରେ ଲେଖା ହେଇଛି ଗୋଟିଏ ଚାଉଳରେ ଗଢ଼ା। ପସନ୍ଦ କଲେ ମନକୁ ପାଇଲା। ବାହାଘର ହେଲା, ହାତ ଗଣ୍ଠି ପଡ଼ିଲା। ବାହା ହେଲେ, ହାତକୁ ଦି ହାତ ହେଲେ। ଗୋଟେ ରୂଢି କହିଲେ ଆମେ କାହାକୁ କହିବା? ଯେ ରୂଢିର ଡେଫିନେସନ ହଉଛି କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ। ବୁଝିପାରିଲ? ରୂଢି କାହାକୁ କୁହାଯାଏ? ରୂଢ ଶବ୍ଦ ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ ତାକୁ ରୂଢ ଶବ୍ଦ କୁହାଯାଏ। ଯୋଉ ରୂଢି ଅଛି, ରୂଢିକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। କ୍ରିୟାହୀନ ରୂଢି, କ୍ରିୟାଯୁକ୍ତ ରୂଢି ଆଉ ତୁଳନାତ୍ମକ ରୂଢି। କ୍ରିୟାହୀନ ରୂଢି କହିଲେ କଣ? ନା ଯେଉଁ ପଦରେ କ୍ରିୟାପଦ ନଥାଏ, ଯେଉଁ ପଦ ସନ୍ଧିରେ କ୍ରିୟାପଦ ନଥାଏ ତାକୁ କ୍ରିୟାହୀନ ରୂଢି। ଯେଉଁ ପଦ ସନ୍ଧିରେ କ୍ରିୟାପଦ ଥାଏ ତାକୁ କ୍ରିୟାଯୁକ୍ତ ରୂଢି। ପଦ ସହିତ ଉପମାବାଚକ ଶବ୍ଦର ବ୍ୟବହାର ହେଲେ ତାକୁ ତୁଳନାତ୍ମକ ରୂଢି ବୋଲି କୁହାଯାଏ। ତାହେଲେ ବର୍ତ୍ତମାନ ଆମେ କ୍ରିୟାହୀନ ରୂଢି ପଢିବା, ଯେଉଁଥିରେ କି କ୍ରିୟାପଦ ନାହିଁ। ଅନ୍ଧର ଲଉଡ଼ି, ତାର ଅର୍ଥ କଣ? ଅସହାୟର ସହାୟ। ଦେଖ, ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ। ଠିକ ସେମିତି ଆମେ ଅନ୍ୟାନ୍ୟ ଶବ୍ଦ ମଧ୍ୟ ଏହାକୁ ନେଇକି ଅନ୍ୟାନ୍ୟ ବାକ୍ୟ ମଧ୍ୟ ଗଠନ କରିପାରିବା। ଅନ୍ଧର ଲଉଡ଼ି ଶବ୍ଦକୁ ନେଇକି, ଜଣେ ବୃଦ୍ଧ ମାର ତା ପୁଅ ହଉଛି ଅନ୍ଧର ଲଉଡ଼ି। ବୁଝିପାରିଲ? ଅନ୍ଧ ବୁଝାମଣା, ଅନ୍ୟାୟ ବିଚାର। ୟାକୁ ନେଇକି ଦେଖ, ଗୋଟେ ବାକ୍ୟ ଗଠନ ହେଇଛି, ଏ ତ ଅନ୍ଧ ବୁଝାମଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା କେଉଁ ବାଟେ ଯିବ ଜାତି। ଅରଣ୍ୟ ରୋଦନ, ନିଷ୍ଫଳ ପ୍ରାର୍ଥନା ବା ବୃଥା ପ୍ରାର୍ଥନା। ଅହିନକୁଳ ସମ୍ପର୍କ, ଘୋର ଶତ୍ରୁତା। ଅଜଣା କଥା, ମୂଲ୍ୟହୀନ କଥା। ଦେଖ, ୟାକୁ ନେଇକି ସବୁ ବାକ୍ୟ ଗଠନ ହେଇଛି। ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟି ହେବା ଆଦୌ ଉଚିତ ନୁହେଁ। ଏମିତି ବି ତୁମକୁ ପ୍ରଶ୍ନ ଆସିପାରେ ଯେ ଅହିନକୁଳ ସମ୍ପର୍କର ଅର୍ଥ କଣ? ଘୋର ଶତ୍ରୁତା, ମୂଲ୍ୟହୀନ କଥା, ବୁଦ୍ଧିବଣା ହେବା, ଅନ୍ୟାୟ ବିଚାର। ଏମିତି ସବୁ ତାର ଅପସନ ଥିବ, ସେଥିରୁ ତମକୁ ଗୋଟେ ବାଛିବାକୁ ପଡିବ। ନହେଲେ ଏମିତି ଆସିବ ଯେ ଅହିନକୁଳ ସମ୍ପର୍କ ଶବ୍ଦଟିକୁ ନେଇକି ଗୋଟେ ବାକ୍ୟ ଗଠନ କର। ତୁମେ ସେମିତି ଗୋଟେ ବାକ୍ୟ ଗଠନ କରିବ। ତମେ ଧନ୍ୟ ରାମ ସହିତ ହରିର ଅହିନକୁଳ ସମ୍ପର୍କ ଅଛି, ମାନେ ଘୋର ଶତ୍ରୁତା। ବୁଝିପାରିଲ? ଅଜଣା କଥା, ମୂଲ୍ୟହୀନ କଥା। ଅକଲ ଗୁଡୁମ, ବୁଦ୍ଧିବଣା ହେବା। ତାକୁ ନେଇକି ଏଇସବୁ ଶବ୍ଦମାନଙ୍କୁ ନେଇକି ତମେ ନିଜେ ନିଜେ ଗୋଟେ ଗୋଟେ ବାକ୍ୟ ଗଠନ କରିଦବ, ହେଲା। ଅଲଣା କଥାକୁ ନେଇକି ଦେଖ, ଗୋଟେ ବାକ୍ୟ ଗଠନ ହେଇଛି, ତୁମର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ। ବୁଝିପାରିଲ? ଅକଲ ଗୁଡୁମ, ବୁଦ୍ଧିବଣା ହେବା। ମୋର ସାଇକେଲଟି ହଜିଯିବାରୁ ମୋର ଅକଲ ଗୁଡୁମ ହେଇଗଲା, ମାନେ ବୁଦ୍ଧିବଣା ହେଇଗଲା। ଅଳ୍ପ ବିଦ୍ୟା ଭୟଙ୍କରୀ, ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା। ବୁଝିପାରିଲ? ଜଣକୁ ଧରିନିଅ ବାଇକ୍ ଚଲେଇବା ଆସିନି, କିନ୍ତୁ ସେ ବାଇକ୍ ଚଲଉଛି, ତେଣୁକରି ଆମେ ତାକୁ କହିବା ଅଳ୍ପ ବିଦ୍ୟା ଭୟଙ୍କରୀ, ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା। ବାଇକ୍ ଚଲେଇଲେ କଣ ହବ ତା ଅବସ୍ଥା? ଯେମିତି ହେଲେ ପଡିବ। ଆକାଶ କୁସୁମ, ଅର୍ଥାତ ବୃଥା ସ୍ୱପ୍ନ। ଆପଣା ସୁନା ଭେଣ୍ଡି, ନିଜ ଲୋକ ଅଯୋଗ୍ୟ। ଉପରି ମାଲ, ନିର୍ଦ୍ଦିଷ୍ଟ ଆୟରୁ ଅଧିକ ବା ମାଗଣା ମିଳିବା। ଉପର ଠାଉରିଆ, ଗଭୀରତାର ଅଭାବ ବା ସାରବତାର ଅଭାବ।
ଏ ଘର ମାଉସୀ ସେ ଘର ପିଉସୀ। ଏପଟେ ସେପଟେ ଛିଦ୍ର କହି ଯେ ସବୁଠାରୁ ଭଲ ହୁଏ। ଦେଖିବେ ଏମିତି କିଛି ପିଲା ଥିବେ ଯେ ଏପଟେ ବି କହୁଥିବେ ସେପଟେ ବି କହୁଥିବେ। ତେଣୁକରି ଆମେ ସେଇଭଳିଆ ପିଲାଙ୍କ ଉଦ୍ଦେଶ୍ୟରେ ମଧ୍ୟ କହିପାରିବା ଯେ ଏ ଘର ମାଉସୀ ସେ ଘର ପିଉସୀ। ଏକ ଘରକିଆ ସାମାଜିକ ବାସନ୍ଦ। ଯେତେବେଳେ କିଛି ଗଣ୍ଡଗୋଳ ହୁଏ ସେଠି କୁହନ୍ତିନି ଆମେ ତମକୁ ଏକ ଘରିକିଆ କରିଦବୁ ମାନେ ସାମାଜିକ ବାସନ୍ଦ କରିଦବୁ, ଯୋଉଟା କି ବହୁତ ପୂର୍ବରୁ ଥିଲା। ଓଳିଆରୁ ଗଜା ଜନ୍ମରୁ ଚତୁର ବା ସିଆଣିଆ। ଯୋଉମାନେ କୁହନ୍ତିନି ଏଇ ପିଲାଟା ତ ଓଳିଆରୁ ଗଜା ଜନ୍ମରୁ ଏଡେ ଚତୁର। କର ଛଡ଼ା ଦାୟିତ୍ୱ ନ ନେବା। କିଛି ପିଲା ଥିବେ ସରସ୍ଵତୀ ପୂଜା ହଉ ଗଣେଶ ପୂଜା ହଉ ସେମାନେ କିଛି ଦାୟିତ୍ୱ ନିଅନ୍ତିନି। ସେଇଭଳିଆ ପିଲାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଆମେ କହିବା ଯେ କର ଛଡ଼ା। ସରସ୍ଵତୀ ପୂଜା ହେଲେ କିଛି ପିଲା କର ଛଡ଼ା ଦେଇ ଦିଅନ୍ତି, ଦାୟିତ୍ୱ ନିଅନ୍ତି ନାହିଁ। କାଠିକର ପାଠ କଷ୍ଟସାଧ୍ୟ। ଧନ୍ୟ ମୋ ପାଇଁ ଇଂଲିଶ ପଢିବା ଓ ଲେଖିବା ଗୋଟେ କାଠିକର ପାଠ, ଅର୍ଥାତ୍ କଷ୍ଟସାଧ୍ୟ। ରମେଶ ଗୋଟେ କୁହାମୁଣ୍ଡା କପିଳା, ମାନେ ବହୁ ଅବାନ୍ତର କଥା କହିବା। ଗୋଟେ ହେଇଛି ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ ହେଉଛନ୍ତି କୁହାମୁଣ୍ଡା କପିଳା। ବୁଝିପାରିଲ? କପାଳ ଲିଖନ କଣ? ଭାଗ୍ୟ ଫଳ। ଏବେ କହନ୍ତି ହଁ କପାଳ ଲିଖନ କି କରିବାନ, ତ ଭାଗ୍ୟ ଫଳକୁ କିଏ ବଦଳାଇ ଦେଇପାରିବ କି? କୁମ୍ଭୀର କାନ୍ଦନା ଠାଉରିଆ ସହାନୁଭୂତି ବା ଛଳନା। ତୁମର କୁମ୍ଭୀର କାନ୍ଦଣା ମୋ ଉପରେ କୌଣସି ପ୍ରଭାବ ପକେଇବ ନାହିଁ, ଅର୍ଥାତ୍ ଛଳନା। ଉପମଣ୍ଡୁକ ସଂକୁଚିତ ପରିବେଶରେ ବଢିଥିବା, ଅର୍ଥାତ୍ ଧନ୍ୟ ଗୋଟେ କୁହାଯାଏନି ତୁମେ କୂପମଣ୍ଡୁକ ହେଇକି ରହିଗଲ, ତ କିଛି ସୀମିତ ଜିନିଷ ଜାଣିବା ହଉଛି ବା ସଂକୁଚିତ ପରିବେଶରେ ବଢିବାକୁ ଉପମଣ୍ଡୁକ ବୋଲି କୁହାଯାଏ। ଖତ ଗଦାରେ ପଦ୍ମ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭାର ସ୍ମରଣ। ଏହାର ଗୋଟେ ଉଦାହରଣ ହଉଛି ରେଢାଖୋଲର କନ୍ଧ ପରିବାରରେ ଜନ୍ମ ହୋଇଥିଲେ ବି କବି ଭୀମ ହୋଇଥିଲେ ଖତଗଦାର ପଦ୍ମ ସଦୃଶ, ଅର୍ଥାତ୍ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭାର ସ୍ମରଣ କରିବା ବା ସ୍ମରଣ ହେବା। ଗୋଟିଏ ଚାଉଳରେ ଗଢା, ଗୋଟିଏ ଚାଉଳରେ ଗଢା ମାନେ ଅତି ସୁନ୍ଦର। ସେ ପିଲାଟା ଗୋଟିଏ ଚାଉଳରେ ଗଢା ଅତି ସୁନ୍ଦର। ଗୋଠ ଖଣ୍ଡିଆ ମାନେ ଗୋଠରୁ ଅଲଗା ହବା। ଧନ୍ୟ ସମସ୍ତେ ଆମେ ଅଛେ, ଆମ ସାଙ୍ଗ ମାନଙ୍କ ଭିତରୁ ଜଣେ ଅଲଗା ହେଇଯାଉଛି, ଆମେ ତାକୁ କହିବା ଏଇଟା ଗୋଟେ ଗୋଠ ଖଣ୍ଡିଆଟା, ଅର୍ଥାତ୍ ଗୋଷ୍ଠୀରୁ ଅଲଗା ହେବା ବା ଅସାମାଜିକ ବ୍ୟକ୍ତି ବୋଲି କହିବା। ତମ ସହିତ ଝଗଡା କରି ସେ ପଳେଇଲା। ଗୋବର ଗଣେଶ ନିର୍ବୋଧ ବା ମୂର୍ଖ। ସାର୍ କହୁନାହାନ୍ତି ବେଳେବେଳେ ପଢିଲା ବେଳେ ଏଇଟା ଗୋଟେ ଗୋବର ଗଣେଶ ପରା, ଗୋଟେ ନିର୍ବୋଧ ମୂର୍ଖ। ଆଉ ଗୋଟେ ହଉଛି ଘର ଢିଙ୍କି କୁମ୍ଭୀର, ଅର୍ଥାତ୍ ନିଜ ଲୋକ ଶତ୍ରୁ। ବେଳେବେଳେ କୁହନ୍ତି ଏଇଟା ଗୋଟେ ଘର ଢିଙ୍କି କୁମ୍ଭୀର ପରା, ନିଜ ଲୋକ ଶତ୍ରୁ। ଘର ବୁଡି ପାଣି ଆଣ୍ଠୁଏ, ଅର୍ଥାତ୍ ଅବସ୍ଥା ଅସମ୍ଭାଳ ହେବା ବା ବିପଦ ଉପରେ ବିପଦ ଆସିବା। ଘୋଷା ବଳଦ କିଛି ନ ବୁଝି ମୁଖସ୍ତ କରିବା। ଛୁଞ୍ଚି ମାଛି ପରୀକ୍ଷା ତନ୍ନ ତନ୍ନ କରି ଦେଖିବା। ଛକା ପଞ୍ଝା ଉଭୟ ପକ୍ଷର ସତର୍କ ହେବା। ପୋଲିସ ଆଉ ଚୋରଙ୍କ ମଧ୍ୟରେ ଛକା ପଞ୍ଝା ଖେଳ ଚାଲିଥିଲା, ଅର୍ଥାତ୍ ଉଭୟ ଉଭୟଙ୍କୁ ଖୋଜୁଥିଲେ। ଜପାମାଳି, ଜପାମାଳି କହିଲେ ଅତି ପ୍ରିୟ, ଅର୍ଥାତ୍ ସାରଙ୍କର ଗଣେଶ ଜପାମାଳି, ମାନେ ସାରଙ୍କର ଗଣେଶ ହଉଛି ଅତି ପ୍ରିୟ ଛାତ୍ର। ବୁଝିପାରିଲ? ଜୀବନ ମୂର୍ଚ୍ଛିବା ଅପ୍ରାଣ ଉଦ୍ୟମ, ଅର୍ଥାତ୍ ଏହାର ଗୋଟେ ଉଦାହରଣ ଦେବି ଯେ ମୁଁ ଏଥର ଦଶମ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ଜୀବନ ମୂର୍ଚ୍ଛା ଉଦ୍ୟମ କରିବି। ଜୀବନ ମୂର୍ଚ୍ଛା ଜୀବନ ମୂର୍ଚ୍ଛି ଦେବି ମାନେ ଅପ୍ରାଣ ଉଦ୍ୟମ କରିବି। ଜୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା। ଏହାର ଅର୍ଥ ହଉଛି ଜୋକ ମୁହଁରେ ଲୁଣର। ଝାଳ ବୁହା ଧନ, ଝାଳ ବୁହା ଧନ କଷ୍ଟ ଅର୍ଜିତ ଧନ। କୁହନି ମୋ ବାପାର ଝାଳ ବୁହା ଧନକୁ ମୁଁ ନଷ୍ଟ କରିବି ନାହିଁ, ଅର୍ଥାତ୍ କଷ୍ଟ ଅର୍ଜିତ ଧନକୁ ମୁଁ ନଷ୍ଟ କରିବି ନାହିଁ।
ଜିମିଟି ଖେଳରୁ ମହାଭାରତ। ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ ହେବା। ଡେଙ୍ଗା ମୁଣ୍ଡରେ ଠେଙ୍ଗା। ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ। ସବୁବେଳେ କହନ୍ତିନି ଯେ ମୁଖ୍ୟ ଲୋକ ତାପରେ ଆଗ ବିପଦ ଆସେ, ସେଥିପାଇଁ କୁହାଯାଏ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଢୋଲ ଭିତରେ ମୂଷା। ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା, ତେଣୁକରି ଆମେ ତାକୁ ଢୋଲ ଭିତରେ ମୂଷା। ପିଲିଆ ମୁଣ୍ଡରେ ତେଲ, ମାନେ ପିଲା ବାଲାକୁ ଅଧିକ ସାହାଯ୍ୟ। ଦେଖ, ଢୋଲ ଭିତରେ ମୂଷା, ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା, ତେଲିଆ ମୁଣ୍ଡରେ ତେଲ, ପିଲା ବାଲାକୁ ଅଧିକ ସାହାଯ୍ୟ। ଦେହ ଲଗା, ଅତି ବିଶ୍ୱାସୀ। ସେ ମୋ ଦେହ ଲଗା ବନ୍ଧୁ, ଅତି ବିଶ୍ୱାସୀ ବନ୍ଧୁ। ନଈ ନ ଦେଖୁଣୁ ଲଙ୍ଗଳା, ବିପଦ ନ ଆସୁଣୁ ଛାନିଆ ହେବା। କିଛି ଲୋକ ଥାଆନ୍ତି, ଏଇ ବିପଦ ଆସିବ ସେଇ ବିପଦ ଆସିବ, ଯେମିତି ଆମର ଦୁନିଆ ଧ୍ୱଂସ ହେଇଯିବ, ସବୁ କିଛି ମୁଁ ବିକିରି ଖାଇଦେବି, ତେଣୁକରି ସେଇଭଳିଆ ଲୋକଙ୍କ ପାଇଁ ଆମେ କହିପାରିବା ନଈ ନ ଦେଖୁଣୁ ଲଙ୍ଗଳା। ନଛୋଡ଼ ବନ୍ଧା, ଏହାର ଅର୍ଥ ହେଉଛି ଏକଜିତିଆ। ତାଙ୍କର ନଛୋଡ଼ ବନ୍ଧା ମନୋଭାବ ଯୋଗୁଁ ପରିବାରଟା ଉଜୁଡ଼ିଗଲା। ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ। ସେ ହିଁ ହେଉଛି ସବୁ ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ। ଫାଙ୍କା ଆୱାଜ, ବୃଥା ଧମକ। ତୁମ ଫାଙ୍କା ଆୱାଜରେ ମୁଁ ଡରିଯିବା ଲୋକ ନୁହେଁ। ଫଟା କପାଳ, ମନ୍ଦ ଭାଗ୍ୟ। ମୋର ତ ଫଟା କପାଳ, ଆଉ ଆମେ କହୁନେ ମନ୍ଦ ଭାଗ୍ୟ। ବଣ ବିଛୁଆତି, ସେଟା ତ ପ୍ରଥମରୁ ବଣ ବିଛୁଆତି, ମାନେ ମୂଳରୁ ଦୁଷ୍ଟ ବା ଅତି ଦୁଷ୍ଟ। ବାହାକୁ ଭତ୍ତା, କ୍ଷଣ ଆଶ୍ରୟୀ। ଯୋଉଦିନ ଆମର ଲଗାତାର ପରୀକ୍ଷା ରହୁଛି, ଆମେ କହିପାରିବା ଯେ ବାହାକୁ ଭତ୍ତା ପରା, ମୋର ତ ଅବସ୍ଥା ବାହାକୁ ଭତ୍ତା, ଅର୍ଥାତ୍ କ୍ଷୀଣ ଆଶ୍ରୟ। କିଛି ସମୟ ପାଇଲେ ଏଇଭଳି ଭାବରେ ଆମେ କହିପାରିବା ବାପାରାଣୀ ଢିଙ୍କି ବାଧ୍ୟ କରିବା। ବାହାଘର ବେଳେ ବାଇଗଣ ନୁଟୁଆ, ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ଧନ୍ୟ ଆମେ ଦଶମର ପ୍ରଥମରୁ ପାଠ ପଢି ନାହିଁ, କିନ୍ତୁ ଯେତେବେଳେ ପରୀକ୍ଷା ଆସୁଛି ଆମେ ବସିକି ପ୍ରଥମରୁ ନୋଟ ଆରମ୍ଭ କରିବା। ପରୀକ୍ଷା 2 ଦିନ ଥିବ 3 ଦିନ ଥିବ, ନୋଟ ଆରମ୍ଭ କରିବା। ସେତେବେଳେ ସେଇଭଳିଆ ପରିସ୍ଥିତିରେ ଆମେ ସେଠି ଏଇ ଶବ୍ଦଟି ବ୍ୟବହାର କରିପାରିବା, ବା ଏଇ ଯୋଉ ଲୋକବାଣୀ ରୂଢିଟିର ବ୍ୟବହାର କରିପାରିବା ଯେ ବାହାଘର ବେଳେ ବାଇଗଣ ରୁଆ, ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ବାଘ ଘରେ ମିରିଗ ନାଟ, ମୁରବୀଙ୍କ ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା। ବିରାଡି ବୈଷ୍ଣବ ବା ବକ ଧାର୍ମିକ, ଏହାର ଅର୍ଥ ହେଉଛି ଠକ। ବୋଝ ଉପରେ ନଳିତା ବିଡ଼ା, ଦୁଃଖ ଉପରେ ଦୁଃଖ। ଭାଣ୍ଡି ପୁଅ ଅନନ୍ତା, ଏହାର ଅର୍ଥ କଣ? ଲଙ୍ଗଳା କଟୁରୀ, ଚାରି ଦଉଡି କଟା। ଏଥିରେ ତିନିଟାଙ୍କର ସମାନ ଅର୍ଥ, ଅନ୍ୟାୟିତ ବା ଶାସନର ବାହାରେ। ରାଣ୍ଡି ପୁଅ ଅନନ୍ତା, ଲଙ୍ଗଳା କଟୁରୀ ବା ଚାରି ଦଉଡି କଟା, ଏଇ ତିନିଟାର ଅର୍ଥ ହେଉଛି ଅନ୍ୟାୟିତ ବା ଶାସନର ବାହାରେ। ହାତ ବାରିଶି, ହାତ ବାରିଶି ଅର୍ଥ କଣ? ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ। କଣ ଜେଜେମା କହେ ଯେ ମୋ ନାତି ହେଉଛି ମୋର ହାତ ବାରିଶି, ଅର୍ଥାତ୍ ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ କରିବେ, ଯିଏ ତାର ସବୁ କାମ କରେ, ଆଉ ସେ ବା ମୋର ହାତ ବାରିଶିଟା, ମୋର ସବୁ କାମ କରିଦିଏ। ହୁଙ୍କା ପିଟା, କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ବେଳେ ବେଳେ କୁହନ୍ତିନି ତାର ହୁଙ୍କା ପିଟା ନୀତି ଯୋଗୁ ଆମେ ସବୁବେଳେ ହଇରାଣ ହଉ, ଅର୍ଥାତ୍ କିଛି ନ ବୁଝି ନ ସୁଝି କାମରେ ଲାଗିଯିବାକୁ କୁହାଯାଏ ହୁଙ୍କା ପିଟା ବୋଲି। ଏବେ କ୍ରିୟା ହୀନ ରୂଢି ଗଲା, କ୍ରିୟା ଯୁକ୍ତ ରୂଢି, ଯୋଉଥିରେ କ୍ରିୟାପଦ ରହିଛି। ଅହନ୍ତା ବା ଅକସ ରଖିବା, ମାନେ ପ୍ରତିହିଂସା ମନୋଭାବ ପୋଷଣ କରିବା। ଅନ୍ଧାରକୁ ଟେକା ପକାଇବା ବା ଅନ୍ଧାର ଘରେ ବାଡି ବୁଲାଇବା, ଅନୁମାନ କରିବା ତାର ଅର୍ଥ। ଆଖି ରଖିବା ମାନେ ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଆଖି ଦେବା, ଦୃଷ୍ଟି ପକାଇବା ବା ବିଷ ଦୃଷ୍ଟି ଦେଖିବା। ଆଖି ପକାଇବା, ଲୋଲୁପ ଦୃଷ୍ଟି ପକାଇବା। ଦେଖ, ଆଖି ରଖିବା, ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡିବ, ମାନେ ଲକ୍ଷ୍ୟ ରଖି। ଆଖି ଦେବା ବା ଦୃଷ୍ଟି ପକାଇବା, ପର ଦ୍ରବ୍ୟ ପ୍ରତି ଆଖି ଦେବା ବା ଦୃଷ୍ଟି ପକାଇବା ଠିକ ନୁହେଁ, ମାନେ ବିଷ ଦୃଷ୍ଟି ଦେଖିବା ବା ଲୋଭ କରିବା। ଆଖି ଦେବାର ଅର୍ଥ, ଆଖି ଦେବା ବା ଦୃଷ୍ଟି ପକାଇବାର ଅର୍ଥ। ଆଖି ପକାଇବା, ଲୋଲୁପ ଦୃଷ୍ଟି ପକାଇବା। ଚୋରଟି ସେ ଘର ଉପରେ ଆଖି ପକେଇଲାଣି, ମାନେ ଲୋଲୁପ ଦୃଷ୍ଟି ପକେଇଲାଣି। ଆଖି ବୁଲାଇବା,
ମାନେ ମୋଟାମୋଟି ଦେଖିବା। ପରୀକ୍ଷା ପାଖେଇ ଆସିଲାଣି ଟିକେ ଆଖି ବୁଲେଇଦବା। ମାନେ ମୋଟାମୋଟି ଦେଖିବା। ତାକୁ ଆମେ ଇଂଲିଶରେ କହୁଛୁ ରିଭିଜନ ଟିକେ କରିଦବା। ମାନେ ଟିକେ ଆଉଥରେ ଦେଖିଦବା। ଆଖି ବୁଲାଇବାର ଆଖି ବୁଜିବା ମାନେ ମୃତ୍ୟୁବରଣ କରିବା। ଲୋକଟି ଅକାଳରେ ଆଖି ବୁଜିଦେଲା ମାନେ ଅକାଳରେ ମୃତ୍ୟୁବରଣ କରିଦେଲା। ଆଖିକି ପାଇବା ପସନ୍ଦ କରିବା। ତ ବାପା ଆଣିଥିବା ମିଠା ଗୁଡା ମୋ ଆଖିକୁ ପାଇଲା ଅର୍ଥାତ୍ ପସନ୍ଦ ହେଲା। ଆଖିକି ପାଇବା ପସନ୍ଦ କରିବା। ଆଖି ପାଇବା ଅର୍ଥାତ୍ କଳନା କରିବା ବା ଚାଲାକ ହେବା ଆଖି ପାଇବାର ଅର୍ଥ। ଆଖିରେ ଧୂଳି ଦେବା ଠକିଦେବା। ସେ ଲୋକଟା ମୋ ଆଖିରେ ଧୂଳି ଦେଇ ପଡିଲା ଅର୍ଥାତ୍ ମତେ ଠକି ଦେଇକି ପଡିଲା। ଆର ଆଖିରେ ନ ଚାହିଁବା। ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଆ ବଳଦ ମତେ ବିନ୍ଧ ବିପଦକୁ ଡାକି ଆଣିବା। ଉଷୁନା ଧାନ ଗଜା ହେବା। ଅସମ୍ଭବ ସମ୍ଭବ ହେବା। ଉପରେ ପଡି କହିବା ମାନେ ଆବୁଡି ପଡିବା ବା ନ ପଚାରୁଣୁ କହିବା। ଉପରେ ପଡି କହିବା ବା ଆବୁଡି ପଡିବାର ଅର୍ଥ ହଉଛି ନ ପଚାରୁଣୁ କହିବା ବା ଅନ୍ୟ କଥା ନ ଶୁଣୁଣୁ କହିବା। କପାଳ ଖୋଲିବା ଭଲ ବେଳ ପଡିବା ବା ଉନ୍ନତି ହେବା। ହଁ କହୁନାହାନ୍ତି ଏବେ ତ ତାର କପାଳ ଖୋଲି ଯାଇଛି ଆଉ ଅର୍ଥାତ୍ ଭଲ ବେଳ ତାର ଆରମ୍ଭ ହେଇଯାଇଛି ଆଉ। କପାଳ ଫାଟିବା ଏହାର ଅର୍ଥ ସର୍ବନାଶ ହେବା। କଳା କାଠ ପଡିଯିବା ମଳିନ ପଡିଯିବା। କଟା ଘାରେ ଚୂନ ଦେବା ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା। କଳା କନା ବୁଲାଇବା ସର୍ବସ୍ୱ ଲୁଟି ନେବା ବା ସର୍ବନାଶ କରିବା। କାମରେ ହାତ ଦବା କାର୍ଯ୍ୟ ଆରମ୍ଭ କରିବା। କାନରେ ହାତ ଦେବା ଆଶ୍ଚର୍ଯ୍ୟ ହେବା। କାଠ ହୋଇଯିବା ବା ଜଡ଼ ପାଲଟିଯିବା କାତର ହେବା। କୁହୁଡ଼ି ପହଁରିବା ବୃଥା ପରିଶ୍ରମ ବା ବୃଥା ପ୍ରୟାସ। ଖାଲରେ ପକାଇବା ବିପଦରେ ପକାଇବା। ଖିଅ କାଢିବା କଥାକୁ ଘାଣ୍ଟି ଦୋଷ ଖୋଜିବା। ଖାଇବା ପତରରେ ଧୂଳି ଦେବା ଜୀବିକା ଛଡାଇ ନେବା। ଗୁଜୁରାଣ ମେଣ୍ଟାଇବା କଷ୍ଟ ସହି କୌଣସି ମତେ ଚଳିବା। ଗାଲରେ ହାତ ଦେବା ଅର୍ଥାତ୍ ଚିହ୍ନି ଦେବା। କହୁନାହାନ୍ତି କାହିଁ ଗାଲରେ ହାତ ଦେଇଛୁ ପୁଅ କିମ୍ବା ଝିଅ ପରେ ବାହାଘର କରିବୁ କି? ଅର୍ଥାତ୍ ଚିନ୍ତିତ ହେବା। ଗୋଡ଼ ହାତ ଧରିବା ବିନମ୍ର ଗୁହାରି କରିବା। ଗୋଡ଼ ଟେକି ବସିବା ପ୍ରସ୍ତୁତ ହୋଇ ରହିବା। ଚଳୁ କରିଦେବା ସବୁ ଶେଷ କରିଦେବା। ଚାଲିଲା ଶଗଡ଼ରେ ହାତ ଦେବା ଅତି ଦୁଷ୍ଟାମି କରିବା। ଚିତା କାଟିବା ଅର୍ଥାତ୍ ଠକିବା। ନାଁ କରିବା ସୁନାମ ଅର୍ଜନ କରିବା। ନାଁ ରଖିବା ଯଶ ରଖିବା। ନାକ ଛିଞ୍ଚାଡ଼ିବା ବିରକ୍ତି ହେବା। ନାକ ଟେକିବା ଘୃଣା କରିବା। ନାକେଦମ କରିବା ଅଥୟ କରିବା। ପିଠିରେ ପଡ଼ିବା ସାହା ହେବା। ଫସର ଫାଟିବା ବ୍ୟର୍ଥ ହେବା। ଫଟେଇ ହେବା ଗୋଟିଏ କଥାକୁ ବାରମ୍ବାର ପଚାରିବା। ବାଟ କାଟିବା ନିଜ ସୁବିଧାକୁ ଦେଖିବା। ବାଟ ଭାଙ୍ଗିବା ଉପେକ୍ଷା କରିବା। ବାଟ ମାରଣା ହେବା ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା। ଯେତେବେଳେ ଆମେ କିଛି ଖାଉ ଖାଦ୍ୟ ପଦାର୍ଥ କହୁନା ଏମିତି ଧନ୍ୟ କିଛି ଯୋଜନା ଆସିଲେ ଆମେ କହୁ ଏଇ ଯୋଜନା ତ ବାଟ ମାରଣା ହେଇଯିବ ଆଉ ମଝିରେ ଅନ୍ୟ ଦ୍ୱାରା ଅପହୃତ ହେଇଯିବ ଆଉ। ବାଟ ଭାଙ୍ଗିବା ସେ ଉପେକ୍ଷା କରିବା। ସେ ଲୋକଟା ବାଟ ଭାଙ୍ଗି ଚାଲିଗଲା ଅର୍ଥାତ୍ ଉପେକ୍ଷା କରିଦେଇ ପଳେଇଗଲା। ବାଟ କାଟିବା ସମସ୍ତେ ନିଜ ନିଜର ବାଟ କାଟିଲେଣି ଅର୍ଥାତ୍ ନିଜ ନିଜର ସୁବିଧା ଦେଖିଲେଣି। ବିରାଡ଼ି ଛିଙ୍କିବା ଅନୁକୂଳ ବିଗିଡ଼ିଯିବା। ବିରାଡ଼ି କପାଳକୁ ଶିକା ଛିଣ୍ଡିବା ମାନେ ଇଚ୍ଛା ଅନୁସାରେ ସୁବିଧା ମିଳିବା। ଭାଲୁ ଧରାଇବା କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। ଭୂତ ଖାଇବା ଅନ୍ୟ ହାତରେ ପଡ଼ିବା। ମହରଗରୁ ଯାଇ କାନ୍ଥରରେ ପଡ଼ିବା ସାମାନ୍ୟ ବିପତ୍ତିରୁ ଯାଇ ବଡ଼ ବିପତ୍ତିରେ ପଡ଼ିବା। ଚିତା କାଟିବା ଅନ୍ୟକୁ ଠକିବା। ଛାତିକି ପଥର କରିବା ଅର୍ଥାତ୍ ଧୈର୍ଯ୍ୟ ଧରିବା। ଛାଇ ନ ମାଡ଼ିବା ସବୁ ସମ୍ପର୍କ ଛିନ୍ନ କରିବା। ଛାତି ଫୁଲେଇ ଚାଲିବା ଗର୍ବ ଦେଖାଇବା। ଜିରାରୁ ଶିରା କାଢ଼ିବା ଅଯଥା ଦୋଷ ଦେଖାଇବା। ଝିଣ୍ଟିକା ମାରି ବଣି ପୋଷିବା ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଠାସକୁ ମାରିବା ଅନୁମାନ କରି କହିବା। ତଳେ ପକାଇବା ଅମାନ୍ୟ କରିବା। ତିଳକୁ ତାଳ କରିବା ଛୋଟ କଥାକୁ ବଡ଼ କରିବା। କିଛି ସାଙ୍ଗ ଥାନ୍ତି ସମର ସେ ଏମିତି କଥା କହିବେ ତିଳକୁ ତାଳ କର କିଏ ଖଣ୍ଡିଆ ହେଇଥିବ କହିବେ ମୋ ହାତ କଟି ଯାଇଛି।
ତେଣୁକରି ଆମେ ତ ସେଇ ଗୀତରେ କହିବା ତିଳକୁ ତାଳ କରିବା ଅର୍ଥାତ୍ ଛୋଟ କଥାକୁ ବଡ଼ କରିବା। ଡାଉ ସାଧିବା ପ୍ରତିଶୋଧ ନେବା। ମନ ଘର ଧରିବା ଅସୁବିଧାରେ ପଡ଼ି ସଚେତନ ହେବା। ମାଛିକୁ ମ ନ କହିବା ଖୁବ୍ ନିରୀହ। ବୁଝିଲେ ସେ ପିଲାଟା ମାଛିକୁ ମ କହୁନାହିଁ, ଖୁବ୍ ନିରୀହ ସେ ପିଲା। ମୁହଁ ବଢ଼ାଇବା ସୁବିଧା ଦେବା, ମୁହଁ ଦେବା ପ୍ରଶ୍ରୟ ଦେବା, ମୁଣ୍ଡ ଝାଳ ତୁଣ୍ଡରେ ମାରିବା, କଠିନ ପରିଶ୍ରମ କରି ପେଟ ପୋଷିବା, ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା, ଭୀଷଣ ଚିନ୍ତାରେ ପଡ଼ିଯିବା, ରକ୍ତ ଚାଉଳ ଚୋବାଇବା, ରାଗ ଜର୍ଜରିତ ହେବା, ସୁଅ ମୁହଁରେ ଯିବା ବା ପଡ଼ିବା, ବୃଥାରେ ଧନ ଦୌଲତ ଉଜାଡ଼ି ଦେବା। ହାତ ଧରିବା ବିବାହ କରିବା ବା ନେହୁରା ହେବା। ଏଠି ଦିଟା ଅର୍ଥରେ ଅଛି, ହାତ ଧରିବା ବିବାହ କରିବା ବା ନେହୁରା ହେବା। ଗୁଣୀ ପୁରୁଷର ହାତ ଧରିବାକୁ ସବୁ ଝିଅ ଇଚ୍ଛା କରନ୍ତି। ମୁଁ ଆପଣଙ୍କ ହାତ ଧରୁଛି, ମୋତେ ଏଇଥର କ୍ଷମା କରନ୍ତୁ। ଏଟା ଦିଟା ଅର୍ଥ ଅଛି, ବିବାହ କରିବା ଆଉ ନେହୁରା ହେବା। ହାତ ଧରିବାର ଅର୍ଥ। ହାତ କରିବା କୌଶଳରେ ଆୟତ୍ତ କରିବା। ଅନ୍ୟ ପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲା। ହାତରେ ନ ମାରି ଭାତରେ ମାରିବା, କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା। କ୍ରିୟାହୀନ ଗଲା, କ୍ରିୟା ଯୁକ୍ତ ଗଲା। ତୁଳନାତ୍ମକ ରୂଢ଼ି ଏବେ ପଢ଼ିବା। ତୁଳନାତ୍ମକ ରୂଢ଼ି କହିଲେ ଜଣକୁ ଅନ୍ୟ ଜଣଙ୍କ ସହିତ ତୁଳନା କରିବା। ଏଣ୍ଡୁଅ ପରି ମୁଣ୍ଡ ଟିଙ୍ଗାରିବା। ଏଣ୍ଡୁଅ ପରି ମୁଣ୍ଡ ଟିଙ୍ଗାରିବା ଅର୍ଥାତ୍ କିଛି ନ ବୁଝି ନ ସୁଝି ମୁଣ୍ଡ ଟୁଙ୍ଗାରିବା। କୁକୁର ପରି ଧାଇଁବା। ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି। ଖୁଣ୍ଟିଟା ପରି ଠିଆ ହେବା। ଅର୍ଥାତ୍ ଦେଖ ଗୋଟେ ବାକ୍ୟ, ବସିବାକୁ କହିଲି ସେ ନ ବସି ଖୁଣ୍ଟାଟା ପରି ଠିଆ ହୋଇ ରହିଲୁ କାହିଁକି। ଗଡ଼ ପରି ପଡ଼ିବା ବା ଢିଙ୍କି ପରି ପଡ଼ିବା। ଲୋକଟା ଗଡ଼ ପରି ପଡ଼ିଛି, ପଦେ ବି ଜବାବ ନାହିଁ। ଛୁଞ୍ଚି ପରି ମୁହଁ କରିବା। ସବୁବେଳେ ଛୁଞ୍ଚି ପରି ମୁହଁ କଲେ କିଏ ତତେ ଭଲ ପାଇବ। ଏପଟେ ତୁଳନାତ୍ମକ ରୂଢ଼ି ଦେଇଛି, ଏପଟେ ସେ ତାକୁ ନେଇକି ବାକ୍ୟ ଗଠନ କରାଯାଇଛି ହେଲା। ଜୋକ ପରି ଲାଗିବା। ଯେଉଁମାନେ କର୍ମଠ ସେମାନେ କାମରେ ସର୍ବଦା ଜୋକ ପରି ଲାଗିଥାନ୍ତି। ପେଡ଼ି ପରି ମୁହଁ କରିବା ବା ଫୁଲାଇବା। ସତ କଥା କହିଦେବାରୁ ସେ ପେଡ଼ି ପରି ମୁହଁ ଫୁଲାଇ ବସିଛି। ପବନ ପରି ଧାଇଁବା। କିଏ ବିପଦରେ ପଡ଼ିଛି ଶୁଣିଲେ ତାକୁ ସାହାଯ୍ୟ କରିବା ପାଇଁ ସେ ପବନ ପରି ଧାଇଁ ଯାଆନ୍ତି। ପ୍ରସାଦ ପରି ପାଇଦେବା। ପଡ଼ୋଶୀ ଘରୁ ଆସିଥିବା ତରକାରୀକୁ ସେ ପ୍ରସାଦ ପରି ପାଇଦେଲା। ବରଡ଼ା ପତ୍ର ପରି ଥରିବା। ପିଲାଟାର ମିଛ କଥା ଜଣା ପଡ଼ିବାରୁ ବାପାଙ୍କ ଆଗରେ ସେ ବରଡ଼ା ପତ୍ର ପରି ଥରୁଛି। ସାପ ପରି ଫଁ ଫଁ ହେବା। ସାମାନ୍ୟ କଥାରେ ରାଗିଯାଇ ସେ ସାପ ପରି ଫଁ ଫଁ ହୁଅନ୍ତି। ସିଂହ ପରି ଯୁଝିବା। ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହ ପରି ଯୁଝିଥିଲା। ଶୁଆ ପରି ଘୋଷିବା। ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନ ରାତି ଶୁଆ ପରି ଘୋଷି ହେଉଛି। ଠିକ୍ ଅଛି, ବର୍ତ୍ତମାନ ସରିଲା। ଏଇଭଳିଆ କଣ୍ଟେଣ୍ଟ ପାଇବା ପାଇଁ ଆପଣ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।